ଏବଂ ସମଗ୍ର ଗାଁରେ ଏବଂ ଆଖପାଖ ଅଞ୍ଚଳରେ ଗୋଟେ ଶୋକାକୁଳ ପରିସ୍ଥିତି। ପିଲାଟି ଅତ୍ୟନ୍ତ କମ୍ ବୟସର ପିଲାଟି ଏବଂ ବିଭିନ୍ନ ପ୍ରକାର ସାମାଜିକ ସଂଗଠନ ସହିତ ମଧ୍ୟ ସେ ଜଡ଼ିତ ଥିଲେ। ସେ ପିଲାଟି ହେଲ୍ପିଂ ଗ୍ରୁପଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ସାମାଜିକ ସଂଗଠନ ସହିତ ମଧ୍ୟ ଜଡ଼ିତ ଥିଲେ। ତେଣୁ ଏଭଳି ଏକ ଅମୂଲ୍ୟ ଜୀବନର ବିୟୋଗରେ ଆମେ ସମସ୍ତେ ଦୁଃଖିତ ଏବଂ ଜ୍ଞାମାନ। ନାଇଁ, ବର୍ତ୍ତମାନ ଦିନ ଦ୍ୱିପହରେ ଯେଉଁଭଳି ଭାବରେ ଘଟଣାଟି ଘଟିଲା ଏବଂ ଯେଉଁଭଳି ଭାବରେ ସାହସିକତାର ସହିତ ମଧ୍ୟ ହିଁ ଅଟକାଇବାକୁ ଚେଷ୍ଟା କରୁଥିଲେ ଡକାୟତ ମାନଙ୍କୁ ଏବଂ ତା ଫଳରେ ସେମାନେ ଫାୟାରିଂ କଲେ ଏବଂ ଅମୂଲ୍ୟ ଜୀବନଟି ଚାଲିଗଲା। ନିଶ୍ଚିତ ଭାବରେ ଏଥିପାଇଁ ତ ସମସ୍ତେ ଦୁଃଖିତ ଏବଂ ଆଜି ମଧ୍ୟ ସେମାନଙ୍କ ସାହସକୁ ଆମେ ସଲାମ କରୁଛୁ। ଯେଉଁଭଳି ଭାବରେ ସେମାନେ ସାହସର ସହିତ ଡକାୟତ ମାନଙ୍କର ମୁକାବିଲା ମଧ୍ୟ କରିଛନ୍ତି ଏବଂ ଆଗାମୀ ଦିନରେ କିଭଳି ଭାବରେ ଏ ଘଟଣା ପୁନରାବୃତ୍ତି ନ ହେବ ଏବଂ ଅଧିକ ଭାବରେ କଡ଼ାକଡ଼ି ହେବ, ପ୍ରଶାସନ ଅଧିକ ଭାବରେ କଡ଼ାକଡ଼ି ହେବ, ସେ ଦିଗରେ ଦୃଷ୍ଟି ଦେବା ପାଇଁ ମୁଁ ପ୍ରଶାସନକୁ ଅନୁରୋଧ କରିଛି। ସରକାରଙ୍କ ପକ୍ଷରୁ ବର୍ତ୍ତମାନ ମାନନୀୟ ମୁଖ୍ୟମନ୍ତ୍ରୀ ଦୁଇଟି ପରିବାରକୁ 2 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିସାରିଛନ୍ତି ଏବଂ ତା ସହିତ ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କ ଚିକିତ୍ସା ଖର୍ଚ୍ଚ ସମ୍ପୂର୍ଣ୍ଣ ଭାବରେ ସରକାର ବହନ କରିବେ ଏବଂ ତା ସହିତ ମଧ୍ୟ ଅନ୍ୟାନ୍ୟ ଭାବରେ କିଭଳି ଭାବରେ ସହାୟତା ମିଳିପାରିବ ଏ ପରିବାରକୁ ସେ ଦିଗରେ ମଧ୍ୟ ଆମେ ଦୃଷ୍ଟି ଦେଉଛୁ। Blossom School Bharatpur is upgraded to senior secondary school affiliated to CBSE. Admissions open for nursery to class 11.